ଖଇରା ବ୍ଲକ ପରିସରରେ ଥିବା ଶୌଚାଳୟ କାହା ସ୍ୱାର୍ଥରେ ବନ୍ଦ ରହିଛି? ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ପରିସରରେ ଥିବା ଶୌଚାଳୟ ନିର୍ମାଣ ଲାଗି ସରକାରୀ ରାଜକୋଷରୁ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ କେଉଁ କାରଣରୁ ବନ୍ଦ ରହିଛି? 2020-21 ମସିହାରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ ହୋଇ ମହିଳା ପୁରୁଷ ଦିବ୍ୟାଙ୍ଗ ପାଇଁ ଉଦ୍ଦିଷ୍ଟ ଥିଲା, କିନ୍ତୁ ଉକ୍ତ ଶୌଚାଳୟ ଏପର୍ଯ୍ୟନ୍ତ ବ୍ୟବହାର ନ ହୋଇ ପରିତ୍ୟକ୍ତ ଅବସ୍ଥାରେ ଚାବି ପଡ଼ି ରହିଥିବା ଦେଖିବାକୁ ମିଳିଛି। ବ୍ଲକକୁ ପ୍ରତ୍ୟେକ ଦିନ ବିଭିନ୍ନ ପଞ୍ଚାୟତରୁ ମହିଳା ଓ ପୁରୁଷ ଏବଂ ଦିବ୍ୟାଙ୍ଗମାନେ ନିଜ ନିଜର କାର୍ଯ୍ୟ ହାସଲ କରିବା ଆସନ୍ତି। ହେଲେ ଉକ୍ତ ଶୌଚାଳୟ ବନ୍ଦ ଯୋଗୁଁ ବିଶେଷ କରି ମହିଳା ଓ ଦିବ୍ୟାଙ୍ଗମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହା ଶୁଣିବା ପାଇଁ ମିଳୁଛି, ଉକ୍ତ ଶୌଚାଳୟ ପାଇଁ କୌଣସି ପାଣି ବ୍ୟବସ୍ଥା ନାହିଁ। ଏଣୁ ତୁରନ୍ତ ବ୍ଲକ ପ୍ରଶାସନ ପକ୍ଷରୁ ପାଣି ଟାଙ୍କି ବ୍ୟବସ୍ଥା କରାଯିବା ପାଇଁ ଜନସାଧାରଣ ଓ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି। ଏହି ଗୋଷ୍ଠୀ ଶୌଚାଳୟ ବନ୍ଦ ଯୋଗୁଁ ସମାଜସେବୀ ତଥା ବାୟୁସେନାର ସୈନିକ ଅବସରପ୍ରାପ୍ତ କର୍ମଚାରୀ ସତ୍ୟନାରାୟଣ ବେହେରା ଭିଡ଼ିଓ ମାଧ୍ୟମରେ କ'ଣ କହିଛନ୍ତି, ଆସନ୍ତୁ ଶୁଣିବା। ଏଇଠି ଖଇରା ବ୍ଲକରେ पंचायत समिति कार्यालय और ब्लॉक कार्यालय बीडीओ ऑफिस पाखरे गोष्ठी शौचालय बनी से जावाई रास्ता देखु केमी देखु बर्तमान गोष्ठी शौचालय आर्थिक वर्ष 2020 और 21 3 लाख टंका अटकल मूल्य होता, किंतु बर्तमान तार कंडीशन देखंतु दिव्यांग पाई जो टॉयलेट होता चाबी, महिला जो टॉयलेट होती सी भी चाबी, आउ गोटे महिला सी भी चाबी, पुरुषों जो रूम टी होती देखंतु ये हूँ कथा। ये टॉयलेटर अवस्था देखंतु पानी ना किसी व्यवहार होना आ सब चाबी 3टा टॉयलेट चाबी दिव्यांग महिला और पुरुषों जोटा यही कंडीशन अच्छे। यही आमर गोष्ठी शौचालय जो खैरा ब्लॉक रे परिसर भितर अच्छी यही कंडीशन। बालेश्वर खैरारू पद्मलोचन दास, रूपथालिया न्यूज।